ସାର୍ ଜୟଜୀବ। ଜୟଜୀବ। ସାର୍ ଗତ ଅଧ୍ୟାୟରେ ଆପଣ 20 ନମ୍ବର ସୂତ୍ର ବିଷୟରେ ଆଲୋଚନା କରିଥିଲେ। ଆଜି ସାର୍ 21 ନମ୍ବର ସୂତ୍ର କ'ଣ ଅଛି ସେ ବିଷୟରେ ସାର୍ ଟିକେ ଆଲୋଚନା କରନ୍ତୁ। ସପ୍ରେମ ଜୟଜୀବ। ପ୍ରିୟ ଆତ୍ମନ, ଆମେ ପର୍ଯ୍ୟାୟକ୍ରମେ এই যে সমাধিবাদটিକୁ প্রত্যেক সূত্রর আলোচনা করিবার উদ্দেশ্য নেই এইভাবে আপনার সম্মুখ আমি আসুচু। আমার গত থর আলোচনার বিষয় ଥିଲା 20 নম্বর সূত্রর। আজি আলোচনার বিষয় হচ্ছে 21 নম্বর সূত্রর। 21 নম্বর সূত্রে মহর্ষি পতঞ্জলিঙ্কর যে বিষয় লেখা হয়েছি সেটা লিখুଛନ୍ତି তীব্র সম্বেগনা আসন্ন। তীব্র সম্বেগনা আসন্ন এ হচ্ছে 21 নম্বর সূত্র। অর্থাৎ প্রত্যেক সাধক মনরে এমিতি এক ইচ্ছা জাগ্রত হওয়া দরকার যাদ্বারা সে যে পাইবা পাই প্রত্যেক জিনিস গোটে পাইবা পাই সম্বেগ হুয়ে। আমার প্রত্যেক কার্যর এই যে প্রাপ্তির ফল প্রত্যেক লোক মানকর প্রত্যেকঙ্কর উদ্দেশ্য সে থাকে যে কেমিতি সে ফলটি আমি পাইপারিবু, কেমিতি তার সাফল্য আমি পাইপারিবু। তো সেই উদ্দেশ্যে মহর্ষি পতঞ্জলি লিখিলে যে এই যে আমার যোগ সাধনর যে আমার যে লক্ষ্য সমাধি প্রাপ্ত করিবা দ্বারা সমাধি প্রাপ্ত করিবা সেটাকে বহুত লোকଙ୍କର ବହୁତ ପ୍ରକାର ଇଚ୍ଛା ଥାଏ, ବହୁତ ଲୋକଙ୍କର ବହୁତ ପ୍ରକାର ନେଇଥାନ୍ତି। କିନ୍ତୁ ମହର୍ଷି ପତଞ୍ଜଳିଙ୍କର ସେଇ ସୂତ୍ରର ଉଦ୍ଦେଶ୍ୟ ହେଉଛି ଯେ ସେ ଇଚ୍ଛାଟା କେମିତି ଜାଗ୍ରତ ହେବ ନା ତୀବ୍ର ସମ୍ବେଗ ମାସନ୍ନ। ଅର୍ଥାତ୍ ଆମର ସାଧନର ପ୍ରାପ୍ତିର ଫଳଟିକୁ ଆମେ ତୀବ୍ର ଯେଉଁ ଉଦ୍ଦେଶ୍ୟରେ ସେ କୁହାହେଉଛି ଅର୍ଥାତ୍ খুব মনোযোগ লগাই তাকে পাইবার ইচ্ছা করিবা, খুব মন দেই তাকে পাইবার ইচ্ছা করিবা। তো সেইপাই তাকে কণ করা পড়ব, সেইপাই তাকে কণ করা পড়ব। তো সেইথিরে প্রথমে দেলে যে সাধন, অভ্যাস আউ বৈরাগ্য ইয়ে তিনোটির কর্মটিকে সে খুব ইয়ে সহিত আপনার পাইবার ইচ্ছা সহিত বৈরাগ্য বৈরাগ্যর জ্ঞানটা এই তিনটার জ্ঞান রহবা দরকার। তো প্রথমে সাধন বিষয়ে আপনার কুচু আমি বি মধ্যে গত অধ্যায়ে সবুগুড়া বিষয়ে আমি কেতলে কেতলে সাধনর কথাটি বি কହୁলু যে সাধন কাহাকু কুহযায়। সাধন হচ্ছে এক প্রকার অভ্যাস, বারংবার অভ্যাস করিবা সাধন প্রত্যেক দিন। আমার এই যে যোগগুড়িকর যেতিক আমি আলোচনা কলু ইয়ে যোগগুড়ি হচ্ছে জ্ঞান পক্ষ। আমি কর্মপক্ষর আলোচনা কর্মপক্ষর সাধন যেটা কি আমি মুনি সমাজে আসলে আপন মানকু আমি সেটা সদস্যতা গ্রহণ কলা পরে তেমনি কি আপন মানে জানিপারিবে। তো সেই যে সাধন অষ্টাঙ্গ যোগর সাধন ক্রিয়াত্মক সাধন, সে ক্রিয়াত্মক সাধন বারংবার କରିବାକୁ ପଡ଼ିବ ଆଉ ନିରନ୍ତର ଭାବରେ କରିବାକୁ ପଡ଼ିବ, ନିରନ୍ତର ଭାବରେ। ସେଇଥିପାଇଁ ଅଭ୍ୟାସଟା କୁହାହେଉଛି ଯେମିତି ଆମର ଅଭ୍ୟାସରେ ଆମେ ଆଲୋଚନା କରିଥିଲୁ ସତୁ ଦୀର୍ଘକାଳ ନୈରନ୍ତର୍ଯ୍ୟ ସତ୍କାରା ସେଇବିତ ଦୃଢ଼ଭୂମି। ନିରନ୍ତର ଭାବରେ ଶ୍ରଦ୍ଧାର ସହିତ ସାଧନ କଲେ ତେବେ ଯାଇ ସେ ଆପଣଙ୍କର ସେ ସାଧନର ଦୃଢ଼ତା আসব। তো এই যে সাধন আমি ক্রিয়াত্মক সাধন দেখাইবু সেইথিরে আপনার যদি আমি তাকে আউ টিকে বিস্তৃত আলোচনা করিবা সে প্রথম সাধন হচ্ছে স্বাধ্যায়। স্বাধ্যায় স্বাধ্যায় হচ্ছে সদ্গুরুদেবঙ্কর যে আত্মজ্ঞান পুস্তক গুড়িক যে মুনি সমাজর যে পুস্তক গুড়িক সে স্বাধ্যায় দ্বারা স্বাধ্যায় যোগ সাধন করিব। প্রথমে জ্ঞান ন জানিলে জনে সাধন কেমিতি করিব।
ଜ୍ଞାନ ଜାଣିବା ଦରକାର। ତ ଅଭ୍ୟାସ କେମିତି କରିବ? ତ ଜ୍ଞାନ ଦ୍ୱାରା ତାଙ୍କର ଜଣାପଡ଼ିବ ଯେ ଆମେ ଏଇଭଳି ସାଧନ କଲେ, ଏଇଭଳି ଯଦି ଆମେ ଅଭ୍ୟାସ କରିବା ତାହେଲେ ଆମର ଠିକ୍ ଭାବରେ ଏ ଯେଉଁ ଯୋଗସ୍ଥ ଆମେ ହୋଇପାରିବା, ଯୋଗସ୍ଥ ହୋଇପାରିବା। ତା'ର କ୍ରିୟାତ୍ମକ ଯୋଗ ମୁନି ସମାଜର ଅଷ୍ଟାଙ୍ଗ ଯୋଗର ସାଧନ ସଦ୍ଗୁରୁଦେବଙ୍କର ଦ୍ୱାରା ପ୍ରକାଶ କରିଥିବା ଯେଉଁ ସାଧନ ଚକ୍ରଭିଦନ କ୍ରିୟା ମାଧ୍ୟମରେ ପର୍ଯ୍ୟାୟକ୍ରମରେ ଜଣେ ପ୍ରତ୍ୟେକ ଦିନ 1 ଘଣ୍ଟାରୁ 2 ଘଣ୍ଟା ପର୍ଯ୍ୟନ୍ତ ଯଦି ସେ ଘରେ ନିଜେ ରହି ତା ଯୋଗ ସାଧନ କରିବ, ତ ସେ ସାଧନ ମଧ୍ୟରେ ଏଇ ଯେଉଁ ଅଷ୍ଟାଙ୍ଗ ଯୋଗର ପାଳନ ହୋଇପାରିବ। ସେ ସାଧନ ପ୍ରତ୍ୟେକ ଦିନ ଅଭ୍ୟାସ କରିବା ଦରକାର। ଯେମିତି ଆମେ ସେ ସମୟରେ ଆଲୋଚନା କରିଥିଲୁ, ଯଦି ଜଣେ ଡକ୍ଟର ଡାକ୍ତରୀ ବିଦ୍ୟା ପାସ୍ କରିସାରିଲା ପରେ ସେ ଯଦି ଅଭ୍ୟାସ ନ କରିବ ତାହେଲେ ତାର ଡାକ୍ତରୀ ବିଦ୍ୟାର ସଫଳତା ମିଳିବ ନାହିଁ। ଓକିଲ ଜଣେ ଯଦି ଓକିଲ ବିଦ୍ୟାରେ ଥିଓରିଟିକାଲ ପାଠ ପଢ଼ି ଆଉ ସେ ଯଦି ପ୍ରାକ୍ଟିସ୍ ନ କରିବ ତାହେଲେ ତାର ଓକାଲତି ଠିକ୍ ଭାବରେ କାର୍ଯ୍ୟକାରୀ ହେବ ନାହିଁ, କରିପାରିବନି। ତ ତାର ଯେଉଁ ସାଧନ ସେମିତି ଯୋଗ ସମ୍ବନ୍ଧୀୟ ଜ୍ଞାନ ଆଉ ଯୋଗ ସାଧନ, ଏଇ ଯେଉଁ କ୍ରିୟାତ୍ମକ ସାଧନ ବିଷୟରେ ବାରମ୍ବାର ଅଭ୍ୟାସ କରିବାକୁ ପଡ଼େ। ତେଣୁ ଏଇ ଯେଉଁ ସାଧନ ଜଣେ ସାଧକକୁ ତାକୁ ଅଭ୍ୟାସ କରିବାକୁ ପଡ଼ିବ। ଯେଉଁଟା ସାଧନ ତାହା ହିଁ ଅଭ୍ୟାସ। ଆଉ ଆପଣମାନେ ଜାଣିଥିବେ ଯେ ଯେଉଁ କାର୍ଯ୍ୟଟିକୁ ବାରମ୍ବାର ଅଭ୍ୟାସ କରାଯାଏ ସେ କାର୍ଯ୍ୟଟି ଆମର ସଂସ୍କାର ରୂପରେ ରହିଯିବ। ସେ କାର୍ଯ୍ୟର ସଂସ୍କାର ଆମ ଭିତରେ ସେଟା ଦୃଢ଼ ଭାବରେ ପ୍ରକାଶ ପାଇବ, ସଂସ୍କାର ହୋଇଯିବ। ତେଣୁ ଏବେ ଆମେ ସାଧନା କରୁଛେ, ଆମେ ଯଦି ମନ ବି ନଥିବ ଅଟୋମେଟିକ୍ ସାଧନ ଚାଲିଥିବ। ନା ମନ ନଥିବ ସାଧନ ସେ କଥା ନୁହଁ, କଥାଟା ସେୟା ନୁହେଁ। ନା ଏଇ ଯେଉଁ ଅଭ୍ୟାସ ବଶତଃ ଆମେ ଯେମିତି ସାଂସାରିକ ଜୀବନ ଭିତରେ 24 ଘଣ୍ଟା ଆମର କର୍ମମୟ ଜୀବନ ଭିତରେ ଗୋଟେ ଦିନ ଗୋଟେ ରାତି 24 ଘଣ୍ଟା ମଧ୍ୟରେ ଆମେ ଯେମିତି ଅଭ୍ୟାସରତ ହେଉଛୁ, ସଂସାର କାର୍ଯ୍ୟଟିକୁ ଆମେ ଦେଉଛୁ 12-6-18 ଘଣ୍ଟା 12 ଘଣ୍ଟା, ଶୋଇବା କାର୍ଯ୍ୟରେ 6 ଘଣ୍ଟା, 12-6-18-6-24। ତାମାନେ ଆମେ ସଂସାର କାର୍ଯ୍ୟଟିକୁ ବେଶୀ ସମୟ ଦେଉଛୁ, ହଁ, ଆଉ ଶୋଇବା କାର୍ଯ୍ୟରେ 6 ଘଣ୍ଟା 7 ଘଣ୍ଟା 8 ଘଣ୍ଟା ଦେଉଛୁ। ତ ଏଇଥିରେ ଏଇ ଯେଉଁ ଆଧ୍ୟାତ୍ମିକ କାର୍ଯ୍ୟଟି ତ ହେଇପାରୁନାହିଁ, ଇଏ କାର୍ଯ୍ୟ ହେଇପାରୁନି। ତ ଇଏ କାର୍ଯ୍ୟର ଅଭ୍ୟାସ ଯାହାର ଥିବ ସେ କରିବ। ଇଏ କାର୍ଯ୍ୟ ହେଉଛି ସାଂସାରିକ କାର୍ଯ୍ୟ, ହେଉଛୁ ଆମର ଯେଉଁଟା କୁହାହେଉଛି ଆମେ କିଛି ସଂସାରରେ ଭୋଗ ଆଉ ଭିତରେ ଯୋଗ। ତ ଏଇ ଯେଉଁ ଯୋଗ ସାଧନ କରିବା ପାଇଁ, ଯୋଗସ୍ଥ ହେବା ପାଇଁ ଯେଉଁ ଆଲୋଚନା ଗୁଡ଼ାକ ଆମେ ରଖିଥିଲୁ ତାର ଯେଉଁ ସାଧନ ସିଏ ଆପଣଙ୍କୁ ନିରନ୍ତର ଭାବରେ ତାର ଅଭ୍ୟାସ କରିବାକୁ ପଡ଼ିବ ପ୍ରତ୍ୟେକ ଦିନ, ଯେଉଁଟାକି ସଦ୍ଗୁରୁଦେବଙ୍କର ବହିରେ ଦିଆଯାଇଛି ଆଉ ଯେଉଁଟାକି ଆମର ସତ୍ସଙ୍ଗରେ କ୍ରିୟାତ୍ମକ ଯୋଗ ସାଧନ ଯେଉଁଟା ଦେଖାଇବେ ପ୍ରତ୍ୟେକ ଦିନ ସାଧକ ତାହା ଅଭ୍ୟାସ କରିବେ। ସାଧକ ଅଭ୍ୟାସ କଥାଟା ବି ଏହା ଭିତରେ ହେଲା, ଯେଉଁ ଅଭ୍ୟାସ ବି ମୋତେ ଯେଉଁ ନିରନ୍ତର ଅଭ୍ୟାସ କରିବା ତତ୍ର ସ୍ଥିତ ଯତ୍ନ ଅଭ୍ୟାସ ଆମେ ଗତ ଥର ଆଲୋଚନା କରିଥିଲୁ। ତ ଆଉ ଏକ ବୈରାଗ୍ୟ, ଯେମିତି ଦେଖିବା ଶୁଣିବା ବିଷୟଠାରୁ ବୈରାଗ୍ୟ ନେବା, ବୈରାଗ୍ୟ ନେଲେ ଆତ୍ମପ୍ରେମ ବଢ଼ିବ। ଆଉ ଏଇ ଯେଉଁ ଆତ୍ମପ୍ରେମ ବଢ଼ିବା ପାଇଁ ଯେଉଁ ସାଧନର ଯେଉଁ ତୀବ୍ରତା, ଆକାଂକ୍ଷା, ଆଶା ଆକାଂକ୍ଷା ତୀବ୍ରତା, ଦୃଢ଼ ଭାବରେ ଇଚ୍ଛା, ତୀବ୍ର ସମ୍ବେଦନା, ତୀବ୍ର ମାନେ ପ୍ରବଳ ମାତ୍ରାରେ ଆମ ଭିତରେ ଆବେଗ ସୃଷ୍ଟି ହେବ। ଆମେ କେମିତି ଏଇ ଯୋଗ ସାଧନାରେ ପାରଙ୍ଗମ ହେବୁ, କେମିତି ଆମେ ସଫଳ ପାଇପାରିବୁ। ତେଣୁ ମହର୍ଷି ପତଞ୍ଜଳି ଲେଖିଲେ ଏଇ ଯେଉଁ ତୀବ୍ର ସମ୍ବେଦନା ଆସନ୍ନ। ତେଣୁ ଆମର ଏଇ ସ୍ଥିତିରେ ପହଞ୍ଚିବା ପାଇଁ ଆମର ମାନସିକତାଟା ତୀବ୍ର ହେବାର ଅଛି, ପ୍ରବଳ ହେବାର ଅଛି, ହେଲେ ଆମେ ସ୍ୱରୂପସ୍ଥ ହେଇପାରିବା। ଯେଉଁଟାକି ଆଉ ଗୋଟେ କଥା ଆମେ ପରେ ଆଲୋଚନା କରିବୁ, ମୁଁ ଯେଉଁଟା ଶ୍ରେୟ ଆଉ ଗୋଟେ ପ୍ରିୟ, ସଂସାରରେ କେଉଁ କାର୍ଯ୍ୟ ଶ୍ରେଷ୍ଠ, କେଉଁ କାର୍ଯ୍ୟ ପ୍ରିୟ ମାର୍ଗ, ଯେଉଁ କଥାରେ ଅଛି। ତେଣୁ ସବୁଠାରୁ ଶ୍ରେୟ ମାର୍ଗ ହେଉଛି ଆମର ଏଇ ଯୋଗ ସାଧନ। ଇଏ ଜୀବନର ଗୋଟେ ଦିଗକୁ ସମ୍ଭାଳେ। ଏହା ବିଷୟରେ ଟିକେ ସମୟ ରଖ, ଯଦି ଥିବ ଆଉ ଗୋଟେ ଆଲୋଚନା କରିଦେବି। ଏ ବିଷୟରେ ତାର ଆମର ଆଲୋଚନା ଭିତରକୁ ପଳେଇ ଆସୁଛି। ଗୋଟେ ମୋଟର ସାଇକେଲରେ ହଁ, ଗୋଟେ ମୋଟର ସାଇକେଲରେ ଆଗପଟ ବ୍ରେକ୍, ଆଗପଟ ହ୍ୟାଣ୍ଡେଲ
ପଛରେ ଆମେ ଲୋକ ବସୁ। ଆଗ ହ୍ୟାଣ୍ଡେଲ, ଆଗ ଚକ, ଆଗ ଚକ ଉପରେ କୌଣସି ଲୋଡ଼ ଦିଆଯାଇପାରେ ନାହିଁ, ଲୋଡ଼ ଦିଆଯାଏ ନାହିଁ। ପଛ ଚକରେ ସମସ୍ତ ପ୍ରକାର ଓଜନ ଦିଆଯାଏ, ସମସ୍ତ ପ୍ରକାର ଓଜନ ଦିଆଯାଏ। ଆଗ ଚକରେ ଓଜନ ଥାଏନି, ପଛ ଚକ ଉପରେ ଓଜନ ଦିଆଯାଏ। ତ ଆଗ ଚକର ବି ମଧ୍ୟ କାମ ଅଛି, ପଛ ଚକର ବି ମଧ୍ୟ କାମ ଅଛି। ଆଗ ଚକ ବାଲାନ୍ସ କରିକି ନେଇଯାଉଛି, ଆଗ ଚକ ଉପରେ ଯଦି ଓଜନ ଦିଆଯିବ ସେ ବାଲାନ୍ସ ହେଇପାରିବ ନାହିଁ। ପଛ ଚକ ଉପରେ ଯଦି ଲୋଡ଼ ଦିଆଯିବ ତାହେଲେ ଲୋଡ଼କୁ ବାଲାନ୍ସ କରି ନେବା ପାଇଁ ସେଠି ଚାଲିବ। ତ ପ୍ରିୟ ଆତ୍ମନ, ଏ କହିବାର ଉଦ୍ଦେଶ୍ୟଟା ହେଉଛି ଆମର ଯେଉଁ ସଂସାରରେ ଆଧ୍ୟାତ୍ମିକ ଜୀବନ ଆଉ ଭୌତିକ ଜୀବନ, ଭୌତିକ ଜୀବନ ଭିତରେ ସଂସାର ଆସୁଛି। ସଂସାର ଜୀବନରେ ଆମକୁ ଅତିବାହିତ କରିବା ପାଇଁ ହେଲେ ଆମର ଆଧ୍ୟାତ୍ମିକ ଜୀବନର ଆବଶ୍ୟକତା ଅଛି, ଯେଉଁଟାକି ମୋଟର ସାଇକେଲର ବାଲାନ୍ସ କାମ ଯେଉଁଟା କରୁଛି। ତେଣୁ ଆଧ୍ୟାତ୍ମିକ କାର୍ଯ୍ୟଟା ସେଇ ବାଲାନ୍ସ